ରାଧେ ରାଧେ, ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜିର ବିଷୟ ବୃନ୍ଦାବନ। ଭାରତର ଉତ୍ତରପ୍ରଦେଶ ରାଜ୍ୟର ମଥୁରା ଜିଲ୍ଲାରେ ବୃନ୍ଦାବନ ଏକ ପବିତ୍ର ସହର। ହିନ୍ଦୁ ଦେବତା କୃଷ୍ଣଙ୍କର ଏହା ଥିଲା ବାଲ୍ୟକାଳ ବିତାଇବାର ସ୍ଥାନ। ଏ ସହର ମନ୍ଦିରମୟ ଏବଂ ଅଧିକାଂଶ ମନ୍ଦିର ଶ୍ରୀକୃଷ୍ଣ ଏବଂ ତାଙ୍କର ପ୍ରେମିକା ଦେବୀ ରାଧାଙ୍କ ଦ୍ୱାରା ମଣ୍ଡିତ। ବୃନ୍ଦାବନ କେତେକ ପ୍ରସିଦ୍ଧ ମନ୍ଦିର ପାଇଁ ବିଖ୍ୟାତ। ସେଗୁଡ଼ିକ ହେଲା ବାଙ୍କେ ବିହାରୀ ମନ୍ଦିର, ଯାହା ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏବଂ ଏ ମନ୍ଦିରର ପୂଜା ପଦ୍ଧତି ପାଇଁ ଅଦ୍ୱିତୀୟ। ଏଠାରେ ଶ୍ରୀକୃଷ୍ଣଙ୍କର ପିଲାବେଳର ହସଖୁସି ଓ ଖେଳକୁଦର ସମୟକୁ ଦର୍ଶାଯାଇଅଛି। ତାପରେ ପ୍ରେମ ମନ୍ଦିର, ଏହା ଏକ ବିରାଟ ମନ୍ଦିର, ରାଧା ଏବଂ କୃଷ୍ଣଙ୍କୁ ସମର୍ପିତ। ଏ ମନ୍ଦିର ତା'ର ଅତି ସୁନ୍ଦର ଗଠନ ଶୈଳୀ, ଅଦ୍ୱିତୀୟ ଆଲୋକସଜ୍ଜା ତଥା ବିସ୍ତୃତ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ଇସ୍କନ୍ ମନ୍ଦିର, ଏହା ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ୍ ସଂସ୍ଥାର ଏକ ପ୍ରମୁଖ ମନ୍ଦିର। ଏଠାରେ ଦୈନିକ ଧାର୍ମିକ କ୍ରିୟା, ଜପ ଓ କୀର୍ତ୍ତନ ତଥା ଧାର୍ମିକ ସତ୍ସଙ୍ଗର ଆୟୋଜନ ଦେଖିବାକୁ ମିଳେ। ରାଧାରମଣ ମନ୍ଦିର, ବୃନ୍ଦାବନର 7ଟି ସର୍ବପୁରାତନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଶ୍ରୀକୃଷ୍ଣଙ୍କୁ ରାଧାରମଣ ଭାବରେ ପୂଜା କରାଯାଏ। ରାଧା ଦାମୋଦର ମନ୍ଦିର, ଏହା ମଧ୍ୟ 7ଟି ସର୍ବପୁରାତନ ମନ୍ଦିର ମଧ୍ୟରୁ ଗୋଟିଏ ଏବଂ ଏହା କୃଷ୍ଣ ଓ ରାଧାଙ୍କୁ ସମର୍ପିତ। ଗୋବିନ୍ଦ ଦେବଜୀ ମନ୍ଦିର, ଏହା ମଧ୍ୟ ଶ୍ରୀକୃଷ୍ଣଙ୍କୁ ସମର୍ପିତ। ଏହା ପ୍ରକୃତରେ ରାଜସ୍ଥାନ ରାଜ୍ୟର ଜୟପୁର ଠାରେ ପ୍ରତିଷ୍ଠିତ ଥିଲା। କାଳକ୍ରମେ ଏହାକୁ ବୃନ୍ଦାବନକୁ ସ୍ଥାନାନ୍ତରିତ କରାଯାଇଛି। ମଦନମୋହନ ମନ୍ଦିର, ଏଠାରେ ଦେବତା ମଦନମୋହନଙ୍କର ପୂଜା ଅର୍ଚ୍ଚନା କରାଯାଏ। କଥିତ ଅଛି ଭକ୍ତମାନଙ୍କର ଭୌତିକ ବନ୍ଧନରୁ ମୁକ୍ତି ପାଇଁ ମଦନମୋହନଙ୍କୁ ଆରାଧନା କରାଯାଏ। ଶ୍ରୀକୃଷ୍ଣ ବଳରାମ ମନ୍ଦିର, ଶ୍ରୀକୃଷ୍ଣ ଏବଂ ତାଙ୍କର ବଡ଼ ଭାଇ ବଳରାମଙ୍କୁ ଏ ମନ୍ଦିର ସମର୍ପିତ। ରଙ୍ଗଜୀ ମନ୍ଦିର, ଦେବତା ରଙ୍ଗନାଥଙ୍କୁ ଏ ମନ୍ଦିର ସମର୍ପିତ। ଏ ମନ୍ଦିର ଦକ୍ଷିଣ ଭାରତୀୟ ଏବଂ ରାଜପୁତ ବାସ୍ତୁକଳା ଶୈଳୀରେ ନିର୍ମିତ। ନିଧିବନ, ଏହା ଏକ ପବିତ୍ର ଜଙ୍ଗଲ ଯେଉଁଠାରେ ଶ୍ରୀକୃଷ୍ଣ ତାଙ୍କ ବାଲ୍ୟକାଳରେ ଖେଳକୁଦ କରୁଥିଲେ। ରାଧାବଲ୍ଲଭ ମନ୍ଦିର, ଏକ ଲୋକପ୍ରିୟ ମନ୍ଦିର। କୃଷ୍ଣଙ୍କର ରାଧାବଲ୍ଲଭ ରୂପଟି ଏଠାରେ ପୂଜା ପାଉଛନ୍ତି। ବୃନ୍ଦାବନ ଚନ୍ଦ୍ରୋଦୟ ମନ୍ଦିର, ଏହା ମଧ୍ୟ ଭଗବାନ କୃଷ୍ଣଙ୍କୁ ସମର୍ପିତ। ତା ଛଡ଼ା ମା ବୈଷ୍ଣବ ଦେବୀ ଧାମ, ଗୋପେଶ୍ୱର ମହାଦେବ ମନ୍ଦିର, ସାହାଜୀ ମନ୍ଦିର, ଶ୍ରୀକୃଷ୍ଣ ଜନ୍ମଭୂମି, କାତ୍ୟାୟନୀ ପୀଠ, ନନ୍ଦଗାଁ ଇତ୍ୟାଦି ପାଇଁ ମଧ୍ୟ ବୃନ୍ଦାବନ ପ୍ରସିଦ୍ଧ। ସର୍ବମୋଟ 5500ରୁ ଅଧିକ ଛୋଟ ବଡ଼ ମନ୍ଦିରର ସହର ହେଉଛି ବୃନ୍ଦାବନ। ଅଧିକାଂଶ ମନ୍ଦିର କୃଷ୍ଣ ଏବଂ ରାଧା କୃଷ୍ଣଙ୍କର ଯୁଗଳ ପ୍ରତିମାରେ ମଣ୍ଡିତ। କୃଷ୍ଣ ତୀର୍ଥଯାତ୍ରା ପରିକ୍ରମା, ଯାହାକି ଭାରତୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ବିକଶିତ, ତାରି ଭିତରେ ଅଛନ୍ତି ବୃନ୍ଦାବନ, ମଥୁରା, ବାରସାନା, ଗୋକୁଳ, ଗୋବର୍ଦ୍ଧନ, ଗୁରୁକ୍ଷେତ୍ର, ଦ୍ୱାରିକା ଏବଂ ପୁରୀ। ବୃନ୍ଦାବନ ନାମଟି ସଂସ୍କୃତ ଶବ୍ଦ ବୃନ୍ଦା ଏବଂ ବନରୁ ଆସିଅଛି। ବୃନ୍ଦାର ଅର୍ଥ ପବିତ୍ର ତୁଳସୀ ଗଛ ଏବଂ ବନର ଅର୍ଥ ଜଙ୍ଗଲ। ତେଣୁ ବୃନ୍ଦାବନ ଏକ ପବିତ୍ର ତୁଳସୀ ଗଛରେ ପୂର୍ଣ୍ଣ ଜଙ୍ଗଲର ନାମ, ଯେଉଁଠାରେ ଶ୍ରୀକୃଷ୍ଣଙ୍କର ପିଲାବେଳ କଟିଥିଲା। ଏବଂ ବୃନ୍ଦାବନର ଇତିହାସ ମଧ୍ୟ ଅତି ପ୍ରାଚୀନ। ଏହା ମୁସଲମାନ ଓ ହିନ୍ଦୁ ରାଜାମାନଙ୍କ ମଧ୍ୟରେ ସ୍ପଷ୍ଟ ସନ୍ଧି ବଳରେ 16 ଶତାବ୍ଦୀ ବା 17 ଶତାବ୍ଦୀରେ ସ୍ଥାପିତ ହୋଇଥିବା ଏକ ଜନପଦ। ଏ ସ୍ଥାନଟି ବିଶେଷତଃ ହିନ୍ଦୁମାନଙ୍କ ପାଇଁ ବିଶେଷ ଧର୍ମସ୍ଥଳ ବା ତୀର୍ଥସ୍ଥଳର ମାନ୍ୟତା ପାଇଛି। ସଦ୍ୟ ଇତିହାସ କହେ, ବଲ୍ଲଭାଚାର୍ଯ୍ୟ ବୃନ୍ଦାବନକୁ ଆସି ବର୍ଷରେ 4 ମାସ ଭଗବତ ଗୀତା ଜ୍ଞାନ ଯଜ୍ଞ କରୁଥିଲେ। ବୃନ୍ଦାବନ ମାଟିକୁ ଏତେ ପବିତ୍ର ମଣୁଥିଲେ ଯେ ସେ ଖାଲି ପାଦରେ ହିଁ ଭ୍ରମଣ କରୁଥିଲେ। ଏହା 16ଶ ଶତାବ୍ଦୀ ପୂର୍ବର କଥା। ବଲ୍ଲଭାଚାର୍ଯ୍ୟ ବୈଷ୍ଣବୀ ଥିଲେ। ସେ ବୈଷ୍ଣବ ବା ବଲ୍ଲଭ ସମ୍ପ୍ରଦାୟ ଗଠନ କରିଥିଲେ, ଯାହାକୁ ପୁଷ୍ଟିମାର୍ଗ ସମ୍ପ୍ରଦାୟ କୁହାଗଲା। ପୁଷ୍ଟିମାର୍ଗ ସମ୍ପ୍ରଦାୟ ବୈଷ୍ଣବ ସମ୍ପ୍ରଦାୟର ଏକ ଶାଖା ସମ୍ପ୍ରଦାୟ। ଶ୍ରୀକୃଷ୍ଣ ହେଉଛନ୍ତି ପରମ ଦେବତା ଏବଂ ସେ ସବୁକିଛି ବା ସୃଷ୍ଟିର ଉତ୍ସ ଅଟନ୍ତି। ଏଭଳି ବିଶ୍ୱାସ ରଖେ ଏହି ପୁଷ୍ଟିମାର୍ଗ ବୈଷ୍ଣବ ସମ୍ପ୍ରଦାୟ। ତେଣୁ ବୃନ୍ଦାବନ ହିଁ ପୁଷ୍ଟିମାର୍ଗ ସମ୍ପ୍ରଦାୟର କେନ୍ଦ୍ର ଥିଲା। ତାପରେ ମୁସଲମାନ ରାଜତ୍ୱ ଏବଂ ଅନ୍ୟାନ୍ୟ କାରଣ ପାଇଁ ବୃନ୍ଦାବନରେ ଥିବା ଶ୍ରୀକୃଷ୍ଣ ମନ୍ଦିର ତଥା ସ୍ମୃତି କୀର୍ତ୍ତି ସବୁ ଧ୍ୱଂସ ହୋଇଗଲା।
ଏଗୁଡ଼ିକର ପୁନରୁଦ୍ଧାର 16ଶ ଶତାବ୍ଦୀରେ ଅର୍ଥାତ୍ 1515 ମସିହାରେ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ଦ୍ୱାରା ହୋଇଥିଲା। ଶ୍ରୀକୃଷ୍ଣଙ୍କର ଜୀବନ ସହିତ ଜଡ଼ିତ ବିଭିନ୍ନ ସ୍ଥାନଗୁଡ଼ିକର ପୁନରୁଦ୍ଧାର ପାଇଁ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କର ଆଗମନ ଏହି ବୃନ୍ଦାବନରେ ହୋଇଥିଲା। ବିଗତ 250 ବର୍ଷରେ ବୃନ୍ଦାବନର ତୁଳସୀ ଓ ଅନ୍ୟାନ୍ୟ ଗଛ ଜଙ୍ଗଲ ସବୁ ସହରୀକରଣ ପ୍ରକ୍ରିୟାରେ ନଷ୍ଟ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ରାଜା ଓ ସମ୍ରାଟମାନଙ୍କ ଦ୍ୱାରା ଏବଂ ଏବେ ବହୁତଳ ପ୍ରସାଦ ନିର୍ମାଣ ଦ୍ୱାରା। ଏବେ ବଞ୍ଚି ଯାଇଥିବା କିଛି ଜଙ୍ଗଲ ତଥା ବନ୍ୟପ୍ରାଣୀ ଯଥା ମୟୂର, ଗୋ ସମ୍ପଦ, ମାଙ୍କଡ଼ ଏବଂ ବିଭିନ୍ନ ପ୍ରକାରର ଚଢ଼େଇ ସବୁ ଆମେ ଦେଖିବାକୁ ପାଉଛୁ। ଯମୁନା ନଦୀର ପଶ୍ଚିମକୁ ବୃନ୍ଦାବନ ସହର ଅବସ୍ଥିତ। ଏହା ମଥୁରା ଠାରୁ ପ୍ରାୟ 15 କିଲୋମିଟର ଏବଂ ଦିଲ୍ଲୀ ଠାରୁ ପ୍ରାୟ 125 କିଲୋମିଟର ଦୂରରେ ଅବସ୍ଥିତ। ହିନ୍ଦୁ ଧର୍ମର ବୈଷ୍ଣବମାନଙ୍କର ଏହା ଏକ ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥାନ, କାରଣ ବିଷ୍ଣୁ ବା ଶ୍ରୀକୃଷ୍ଣ ତାଙ୍କର ବାଲ୍ୟକାଳ ଏହିଠାରେ କଟାଇଥିଲେ। ରାଧା ଓ କୃଷ୍ଣ ଉପାସନାର କେନ୍ଦ୍ରସ୍ଥଳ ହେଉଛି ବୃନ୍ଦାବନ। ଲୋକେ ଏଠାରେ ପରସ୍ପରକୁ ରାଧେ ରାଧେ କହି ସ୍ୱାଗତ କରିବାର ଦେଖାଯାଏ। ବୃନ୍ଦାବନ ଓ ଆଖପାଖ ସ୍ଥାନକୁ ବ୍ରଜ ଅଞ୍ଚଳ କୁହନ୍ତି ଏବଂ ବ୍ରଜବାସୀ ଦେବୀ ରାଧାଙ୍କର ପରମ ଭକ୍ତ। ବିଶ୍ୱାସ ଅଛି ପ୍ରତ୍ୟେକ ରାତିରେ ଶ୍ରୀକୃଷ୍ଣ ପ୍ରେମ ନିବେଦନ କରିବାକୁ ତାଙ୍କ ପ୍ରେମିକା ଶ୍ରୀ ରାଧାଙ୍କର ପାଖକୁ ଆସିଥାନ୍ତି। ବୃନ୍ଦାବନକୁ ବିଧବାମାନଙ୍କର ସହର ବା ସିଟି ଅଫ୍ ୱିଡୋଜ୍ ମଧ୍ୟ କୁହାଯାଏ, କାରଣ ହିନ୍ଦୁ ନାରୀମାନେ ସ୍ୱାମୀଙ୍କୁ ହରାଇଲେ ଶ୍ରୀକୃଷ୍ଣଙ୍କୁ ନିଜର ସ୍ୱାମୀ ବୋଲି ଆରାଧନା କରିଥାନ୍ତି। ତେଣୁ ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟ ପାଇବା ପାଇଁ ବୃନ୍ଦାବନକୁ ଚାଲି ଆସନ୍ତି। ବହୁତ ସାରା ବିଧବା ଆଶ୍ରମକୁ ସରକାର ଏବଂ ଅନେକ NGO ଚଳାଉଥିବାର ଦେଖାଯାଏ। ବୃନ୍ଦାବନ ଏବଂ ମଥୁରା ହେଉଛି ଦ୍ୱୈତ ନଗରୀ, ଟୁଇନ୍ ସିଟି। ଏଠିକାର ଖାଦ୍ୟ ପରମ୍ପରା ନିଆରା ଅଟେ। ବୃନ୍ଦାବନର ପେଡ଼ା, ବୃନ୍ଦାବନ ଦହି, ବୃନ୍ଦାବନ ଖେଚଡ଼ି, ବେଦମୀ ପୁରୀ, ଡୁବକି ଆଳୁ ଝୋଳ, ମୁଗ ଡାଲି ଚିଲା, ହେଙ୍ଗୁ କାଚୋଡ଼ି ଇତ୍ୟାଦି ଏ ଧାର୍ମିକ ସହରର ଖାସ୍ ଖାଦ୍ୟ ଅଟେ। ବନ୍ଧୁଗଣ, ଏ ଭିଡ଼ିଓଟିର ଉଦ୍ଦେଶ୍ୟ ହେଉଛି ଶ୍ରୀକୃଷ୍ଣ ବିଶେଷ କରି ରାଧାରାଣୀଙ୍କର ବିଷୟରେ କିଛି ଜାଣିବା। ବୃନ୍ଦାବନରେ ଏସବୁ କାହିଁକି ଗୁରୁତ୍ୱ ବହନ କରିଥାଏ, ଏସବୁ ଜାଣିବା। ବୃନ୍ଦାବନବାସୀ ବା ବ୍ରଜବାସୀଙ୍କର ଅନୁଭୂତି କହେ ଶ୍ରୀକୃଷ୍ଣଙ୍କର ଅପେକ୍ଷା ଶ୍ରୀରାଧାଙ୍କର ନାମକୁ ଏଠାରେ ଗୁରୁତ୍ୱ ଦିଆଯାଇଛି, କାରଣ ରାଧାଙ୍କୁ ସାଂସାରିକ ଅର୍ଥରେ ଯାହା ମାଗିଲେ ମିଳିଯିବାର ବିଶ୍ୱାସ ରହିଛି। ଏପରି କାହିଁକି? ବ୍ରଜ ଭାଷାରେ ଶ୍ରୀକୃଷ୍ଣଙ୍କୁ ଶ୍ରୀ ଠାକୁରଜୀ ଏବଂ ଶ୍ରୀରାଧାଙ୍କୁ ଶ୍ରୀ କିଶୋରୀଜୀ କୁହନ୍ତି। ସାଂସାରିକ କାମନାକୁ ଠାକୁରଜୀ ହିଁ କରାଇଥାନ୍ତି, ମାତ୍ର ଶ୍ରୀ କିଶୋରୀଜୀଙ୍କ ପାଇଁ ସେ ଏହା କରିଥାନ୍ତି। ଭକ୍ତ ଯେତେବେଳେ ରାଧା ରାଧା ଡାକିଦିଏ, ବୈକୁଣ୍ଠନାଥ ଶ୍ରୀ ଠାକୁରଜୀଙ୍କର ଆସନ ଟଳମଳ ହୋଇଉଠେ। ଶ୍ରୀ ଠାକୁରଜୀ ଶ୍ରୀ କିଶୋରୀଜୀଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ଭକ୍ତର କାମନାକୁ ପୂରଣ କରାଇ ଦିଅନ୍ତି। ରାଧା 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 ଏ ନାମରେ ଏତେ ଶକ୍ତି ଅଛି ଯେ ଶ୍ରୀ ଠାକୁରଜୀଙ୍କୁ ଭକ୍ତର ଡାକ ଶୁଣିବାକୁ ହିଁ ପଡ଼ିଥାଏ। ଏ ତତ୍ପରତା ବାଧ୍ୟବାଧକତା ନୁହେଁ, ଅସୀମ ପ୍ରେମର ଏହା ଏକ ଅଭିବ୍ୟକ୍ତି ଅଟେ। ବୃନ୍ଦାବନରେ ରାଧେ ରାଧେ ସମ୍ବୋଧନ ପଛରେ ଅନ୍ୟ ଏକ କାରଣ ଅଛି। ଯେବେ ଶ୍ରୀକୃଷ୍ଣ ବୃନ୍ଦାବନ ଛାଡ଼ି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି, ଶ୍ରୀରାଧା ଓ ସମସ୍ତ ଗୋପୀ ଭକ୍ତ ଅତ୍ୟନ୍ତ ମ୍ରିୟମାଣ ହୋଇଯାଇଛନ୍ତି। ଶ୍ରୀକୃଷ୍ଣଙ୍କର ପ୍ରତି ତୀବ୍ର ଭଲ ପାଇବା ଓ ଭାବପ୍ରବଣତା ଥିବାରୁ ଶ୍ରୀକୃଷ୍ଣଙ୍କର ନାମ ଶ୍ରବଣ ମାତ୍ରକେ ସମସ୍ତେ ଏକ ସଂଜ୍ଞାହୀନ ଅବସ୍ଥାକୁ ଚାଲି ଯାଉଥାନ୍ତି। ଠିକ୍ ଯେମିତି ଝିଅ ବିଦାୟ ବେଳେ ମା'ମାନଙ୍କର ସଂଜ୍ଞାହୀନ ହେବାର ଦେଖାଯାଏ। ଏହା ଲକ୍ଷ୍ୟ କରି ଶ୍ରୀରାଧାଙ୍କର ପିତା ବୃଷଭାନଜୀ ବୃନ୍ଦାବନରେ ଫାଟକରେ ଜଗୁଆଳି ରଖି ଆଗନ୍ତୁକମାନଙ୍କୁ ଶ୍ରୀକୃଷ୍ଣଙ୍କର ନାମ ଉଚ୍ଚାରଣର କଟକଣା ଲଗାଇ ଦେଇଥାନ୍ତି। ଫଳରେ ଶ୍ରୀକୃଷ୍ଣଙ୍କର ନାମ ବ୍ରଜଭୂମିରେ ଉଚ୍ଚାରଣ କରିବା ଏକ ପ୍ରକାର ନିଷେଧ ହୋଇଯାଏ। ତା ବଦଳରେ ରାଧା ରାଧା ସମ୍ବୋଧନ ପ୍ରଚଳନ ହୁଏ। ସେହି ପରମ୍ପରା ଆଜି ବି ବ୍ରଜଭୂମିରେ ପ୍ରଚଳିତ ହୋଇ ଆସୁଛି। ତେବେ ପ୍ରଶ୍ନଟିଏ ମନରେ ଆସେ, ଶ୍ରୀ ଠାକୁରଜୀ ବା ଶ୍ରୀକୃଷ୍ଣଙ୍କର ଛବି ଏ ବୃନ୍ଦାବନରେ କିଭଳି? ପ୍ରକୃତରେ ଶ୍ରୀ କିଶୋରୀଜୀ ବା ଶ୍ରୀ ରାଧାଜୀଙ୍କର ଦାସ ସାଜିଛନ୍ତି ଏଠାରେ ଶ୍ରୀକୃଷ୍ଣ। ରାଧାକୃଷ୍ଣଙ୍କର ପ୍ରେମ ଅସୀମ।
ପରସ୍ପର ପ୍ରେମକୁ ବର୍ଦ୍ଧନ କରିବାରେ ସେମାନେ ତତ୍ପର। ପ୍ରେମର ଏକ ସ୍ୱରୂପ ହେଉଛି ପ୍ରେମୀ ଆଗରେ ନିଜକୁ ସମର୍ପଣ କରିବା, ନତମସ୍ତକ ହୋଇଯିବା। ଯୋଗେଶ୍ୱର ବୈକୁଣ୍ଠବାସୀ ଶ୍ରୀ ଠାକୁରଜୀ ଏ ବ୍ରହ୍ମାଣ୍ଡର ମାଲିକ। ପ୍ରେମ ପାଖରେ ସେ ନତମସ୍ତକ, ପ୍ରେମ ପାଖରେ ସେ ସମର୍ପିତ। ଏଥିରୁ ଅନୁମାନ କରିନେବା ପ୍ରେମର ସ୍ୱରୂପ କେତେ ବ୍ୟାପକ ଏବଂ ମହାନ। ଏହା ନୈସର୍ଗିକ ଏବଂ ଏହାକୁ ବୁଝିବା ପାଇଁ ଏକ ଭକ୍ତର ପବିତ୍ର ହୃଦୟ ଲୋଡ଼ା। ବିଜ୍ଞାନର ଅଗ୍ରଗତି ସହିତ ଗମନାଗମନର ବ୍ୟାପକ ଉନ୍ନତି ଘଟିଛି। ଆଜି ଦେଖାଯାଉଛି ଅଧିକାଂଶ ଯୁବକ ଯୁବତୀ ବୃନ୍ଦାବନ ଧାମ ପ୍ରତି ଆକର୍ଷିତ। ଏହାର କାରଣକୁ ଆମେ ଦର୍ଶନ ପାଇଁ ବ୍ୟାକୁଳତା କହିପାରିବା କି? ପ୍ରକୃତରେ ଏହା ଦର୍ଶନ ନୁହେଁ, ପ୍ରଦର୍ଶନ କରିବା। କାରଣ ଭିଡ଼ିଓ ବନାଇବା, ରିଲ୍ ବନାଇବା, ଗଣମାଧ୍ୟମରେ ଭାଇରାଲ ହୋଇଯିବା ହେଉଛି ଏ ଯୁବବର୍ଗଙ୍କର ଉଦ୍ଦେଶ୍ୟ। ଏମାନେ ବାସ୍ତବିକ ଭକ୍ତ ନୁହନ୍ତି। କିନ୍ତୁ ନାରଦ ମୁନି ଭାଗବତରେ କହିଛନ୍ତି, କିଛି ଉପାୟରେ ବି ହେଉ ମନୁଷ୍ୟର ମନ ଶ୍ରୀ ଠାକୁରଜୀ ଓ ଶ୍ରୀ କିଶୋରୀଜୀଙ୍କ ନାମରେ ମଗ୍ନ ରହୁ। ଭାବଗତ ଭାବରେ ଆଧୁନିକ ଯୁବବର୍ଗ ରାଧାକୃଷ୍ଣ ପ୍ରେମର ସ୍ୱରୂପକୁ ବୁଝିବାରେ ଅସମର୍ଥ ହେଲେ ବି ରିଲ୍ସ ବନାଇବା ବାହାନା ଭାବରେ ବୃନ୍ଦାବନ ସହିତ ଯୋଡ଼ି ହୋଇ ଯାଉଛନ୍ତି ଏବଂ ଏ ପବିତ୍ର ମାଟିରେ ପାଦ ରଖି ନିଜକୁ ସୌଭାଗ୍ୟ ମନେ କରୁଛନ୍ତି। ଏପରି କହନ୍ତି ପଣ୍ଡିତଗଣ। ଏମିତି ବିଶ୍ୱାସ କରାଯାଏ ଯେ ଶ୍ରୀ ଠାକୁରଜୀଙ୍କର ବିନା ଦୟାରେ ବା ଅନୁମତିରେ କେହି ମନୁଷ୍ୟ ବୃନ୍ଦାବନରେ ପାଦ ଦେବା ଅସମ୍ଭବ। ଏହା କ'ଣ ସତ୍ୟ? ତେବେ ଶ୍ରୀ ଠାକୁରଜୀଙ୍କର ଅପେକ୍ଷା ଶ୍ରୀ କିଶୋରୀଜୀ ବା ରାଧାଙ୍କର ଦୟା ଏଠାରେ ବିଶେଷ କାମ କରିଥାଏ। ପ୍ରାଣୀ ନିଜର କାମନାର ପୂର୍ତ୍ତି ପାଇଁ ବୃନ୍ଦାବନ ଆସିବା ଅସମ୍ଭବ। ଆପଣଙ୍କ ଗାଡ଼ି ବୃନ୍ଦାବନ ଦିଗରେ ଗତି କରିବାର ଅର୍ଥ ଶ୍ରୀ ଠାକୁରଜୀ ଆପଣଙ୍କୁ ମନେ ପକାଇଛନ୍ତି। ତାପରେ ଆପଣ ବୃନ୍ଦାବନରେ ପ୍ରବେଶ କରିଗଲେ ଏହାର ଅର୍ଥ ଶ୍ରୀ କିଶୋରୀଜୀ ଆପଣଙ୍କୁ ଅନୁମତି ଦେଇସାରିଲେଣି। ଏଭଳି ମାନ୍ୟତା ରହିଛି ଏ ବୃନ୍ଦାବନରେ। ଏସବୁ ଭାବଗତ ଦୁନିଆର କଥା। ଜଣେ ସଚ୍ଚା ଭକ୍ତ ଏସବୁ ଉକ୍ତିଗୁଡ଼ିକୁ ଠିକ୍ ଭାବରେ ବୁଝିପାରିବେ। ବୃନ୍ଦାବନରେ କେଉଁ କେଉଁ ସ୍ଥାନ ଭ୍ରମଣ କରିବା, କେଉଁ ମନ୍ଦିର ଅଧିକ ଗୁରୁତ୍ୱପୂର୍ଣ୍ଣ ବା ମହତ୍ତ୍ୱପୂର୍ଣ୍ଣ, ଏସବୁର କିଛି ମାନେ ନଥାଏ। କାରଣ ଏଠାରେ ଅଣୁ ପରମାଣୁରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ବାସ କରିଛନ୍ତି। ବୃନ୍ଦାବନର ମାଟି, ଯମୁନାର ପାଣି, ପବନ, ବୃକ୍ଷ, ଲତା, ପକ୍ଷୀ, ପଶୁ ସବୁଥିରେ ଦିବ୍ୟତା ଭରି ରହିଛି। ଏହା ଅନୁଭବର କଥା। ସମସ୍ତ ଭକ୍ତମାନେ ଏପରି ଅନୁଭବ କରନ୍ତି। ସବୁ ମନ୍ଦିର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତେବେ ବାଙ୍କେ ବିହାରୀ ମନ୍ଦିର, ରାଧାରମଣ ମନ୍ଦିର, ରାଧାବଲ୍ଲଭ ମନ୍ଦିର ଇତ୍ୟାଦି ଯାତ୍ରୀମାନଙ୍କୁ ଦିବ୍ୟ ଅନୁଭୂତି ଦେଇଥାଏ। ବୃନ୍ଦାବନ ମନ୍ଦିରର ସହର। 5500ରୁ ଅଧିକ ମନ୍ଦିର ଏଠାରେ ଅଛି। ମୋଗଲ ରାଜତ୍ୱ ସମୟରେ କିଛି ମନ୍ଦିର ନଷ୍ଟ କରିଦେବାରୁ କେତେକ ରାଜସ୍ଥାନ ଇତ୍ୟାଦି ଅଞ୍ଚଳରେ ପୁନଃ ପ୍ରତିଷ୍ଠିତ କରାଯାଇଥିବାର ଇତିହାସ ପୃଷ୍ଠାରୁ ଜଣାପଡ଼େ। ଶ୍ରୀନିଧିବନ ବୃନ୍ଦାବନର ଏକ ଅତ୍ୟନ୍ତ ଲୋକପ୍ରିୟ ତୀର୍ଥସ୍ଥାନ। ଏଠାରେ ସ୍ୱାମୀ ଶ୍ରୀ ହରିଦାସଜୀ ବାସ କରୁଥିଲେ। ହରିଦାସ ଜଣେ ସଙ୍ଗୀତଜ୍ଞ ଥିଲେ। ସେଠାରେ ସେ ତାଙ୍କର ସଙ୍ଗୀତ ସାଧନା କରୁଥିଲେ। କଥିତ ଅଛି ଶ୍ରୀ ହରିଦାସଜୀଙ୍କର ସଙ୍ଗୀତରେ ଏତେ ଦିବ୍ୟତା ଥିଲା କି ତାଙ୍କ ସଙ୍ଗୀତ ଦ୍ୱାରା ଶ୍ରୀ ବିହାରୀଜୀଙ୍କୁ ପ୍ରକଟ ହେବାକୁ ପଡ଼ିଥିଲା ଏବଂ ସେ ତାଙ୍କର ସଙ୍ଗୀତ ସାଧନାରେ ବିହାରୀ ଶ୍ରୀକୃଷ୍ଣଙ୍କୁ ପ୍ରକଟ କରାଇ ପାରିଥିଲେ। ତାଙ୍କରି ଶିଷ୍ୟ ଥିଲେ ତାନସେନ, ଯିଏ ରାଗ ମଲ୍ହାର ଗାୟନ କଲେ ବର୍ଷା ହେଉଥିଲା। ରାଗ ଦୀପକ ଗାଇଲେ ଦୀପରେ ଅଗ୍ନି ସଂଯୋଗ ହୋଇ ଉଠୁଥିଲା। ତାନସେନଙ୍କର ଗୁରୁ ଶ୍ରୀ ହରିଦାସଜୀ କେତେ ପ୍ରତିଭାଶାଳୀ ଥିବେ ତାର ଆମେ କେବଳ ଅନୁମାନ କରିପାରିବା। ସ୍ୱାମୀ ଶ୍ରୀ ହରିଦାସଜୀ ସବୁଦିନ ଗୋଟିଏ ବୃକ୍ଷ କୁଞ୍ଜକୁ ଯାଇ ପ୍ରଣାମ କରୁଥିଲେ। ଦିନେ ତାଙ୍କ ଶିଷ୍ୟମାନେ ଏହାର କାରଣ ଜାଣିବାକୁ ଚାହିଁଲେ। ଜଣେ ଶିଷ୍ୟଙ୍କୁ ଡାକି ହରିଦାସଜୀ ଆଦେଶ ଦେଲେ, ତୁମେ ସେ କୁଞ୍ଜ ନିକଟକୁ ଯାଅ, ସେଠାରେ ପ୍ରଣାମ କର ଏବଂ ସେଠାରୁ କିଛି ପ୍ରସାଦ ନେଇକି ଆସ। ଶିଷ୍ୟ ଜଣକ ଗଲେ। ପ୍ରଣାମ କରି ମୁଣ୍ଡ ଉପରକୁ ଉଠାଇବାରୁ ସାକ୍ଷାତ ଯୁଗଳ ଶ୍ୟାମ ଓ ଶ୍ୟାମା ଅର୍ଥାତ୍ ରାଧା ଓ କୃଷ୍ଣଙ୍କର ଯୁଗଳ ମୂର୍ତ୍ତି ପ୍ରକଟ ହୋଇ ଉଠିଲେ। ଏହା ଶିଷ୍ୟଙ୍କ ଉପରେ ଗୁରୁଙ୍କର ଆଶୀର୍ବାଦ ଥିଲା। ଗୁରୁ ଶ୍ରୀ ହରିଦାସଜୀଙ୍କ ଆଦେଶ ଥିଲା ପ୍ରସାଦ ନେଇକି ଆସିବା ପାଇଁ। ପ୍ରସାଦ ହିସାବରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଏକତ୍ର ମିଶିଯାଇ ବାଙ୍କେ ବିହାରୀଜୀ ପ୍ରକଟ ହୋଇ ଉଠିଲେ, ଯାହା ଆଜି ବାଙ୍କେ ବିହାରୀ ମନ୍ଦିରରେ ପୂଜା ପାଉଛନ୍ତି। ମାତ୍ର ପ୍ରଥମେ ସ୍ୱାମୀ ଶ୍ରୀ ହରିଦାସଜୀ ବାଙ୍କେ ବିହାରୀଜୀଙ୍କୁ ନିଧିବନରେ ହିଁ ରଖିଥିଲେ। ପରେ ଜଣେ ଧନିକ ବ୍ୟକ୍ତି ଏକ ସ୍ୱତନ୍ତ୍ର ମନ୍ଦିର ଗଢ଼ି
ଦେଲେ ଏବଂ ଆଜି ତାହା ବାଙ୍କେ ବିହାରୀ ମନ୍ଦିର ନାମରେ ଖ୍ୟାତ। ନିଧିବନ ଓ ସେବାକୁଞ୍ଜ ଏ ଦୁଇଟି ସ୍ଥାନକୁ ରାତ୍ରି କାଳରେ ଦର୍ଶନ ମନା ଅଛି। ଏହାର କାରଣ ରାତିରେ ସେଠାରେ ଗୁଳ୍ମଲତା ସବୁ ଗୋପୀ ବନିଯାନ୍ତି ଏବଂ ଶ୍ରୀ ଠାକୁରଜୀ ବା ଶ୍ରୀକୃଷ୍ଣ ସେଠାରେ ନୀତି ରାସଲୀଳା କରିଥାନ୍ତି। ଯେଉଁ ମନୁଷ୍ୟ ତାହା ବା ସେ ରାସଲୀଳାକୁ ଦେଖିବାର ପ୍ରୟାସ କରନ୍ତି ତାଙ୍କର ଅକାଳ ମୃତ୍ୟୁ ହୋଇଯାଏ। ଏହା ଠିକ୍ ଯେମିତି ଜଣେ ବିନା ସାଧନରେ ସୂର୍ଯ୍ୟଙ୍କୁ ଦେଖିବାର ପ୍ରୟାସ କଲେ ଶେଷରେ ତା'ର ଆଖି ନଷ୍ଟ ହୋଇଯାଏ। ରାସଲୀଳାକୁ ଦେଖିବା ପାଇଁ ସାଧାରଣ ମନୁଷ୍ୟଠାରେ ସାଧନା, ଦିବ୍ୟତା, ପବିତ୍ରତାର ଶକ୍ତି ଦରକାର। ଯଦି ସେଭଳି ତାଙ୍କର ନାହିଁ ତାଙ୍କର ମୃତ୍ୟୁ ହୋଇଯାଏ। ତେବେ ମନରେ ପ୍ରଶ୍ନ ଆସେ, ଏ ରାସଲୀଳା କ'ଣ? ପୂର୍ଣ୍ଣିମାରେ ରାସଲୀଳା ସଂଗଠିତ ହୋଇଥାଏ, ଯାହାକୁ ଆମେ ରାସ ପୂର୍ଣ୍ଣିମା କହିଥାଉ। ଶ୍ରୀକୃଷ୍ଣ ତାଙ୍କ ରାସଲୀଳା ପାଇଁ ବିଖ୍ୟାତ ଆଜି ମଧ୍ୟ। ରାସ ଶବ୍ଦର ଅର୍ଥ ରସ ବା ଜୁସ୍। ରାସଲୀଳା ଅର୍ଥ ଜୁସ୍ ଅଫ୍ ଲାଇଫ୍, ଜୀବନର ରସ। ଆଜି ଅଧିକାଂଶ ମନୁଷ୍ୟଙ୍କ ଜୀବନ ରସଶୂନ୍ୟ ହୋଇଯାଇଛି। ସେମାନଙ୍କର ଶରୀରରେ କେବଳ ହର୍ମୋନ୍ ରସ କ୍ଷରଣ ହେଉଅଛି। ଜୀବନର ରସ ଅର୍ଥାତ୍ ଜୀବନର ସମସ୍ତ ଖୁସି ଯାହା ସେମାନଙ୍କ ପାଖରେ ଆଜି ନାହିଁ। ରାସ ପୂର୍ଣ୍ଣିମାରେ ଗୋପୀ ଓ ଶ୍ରୀକୃଷ୍ଣ ଯେଉଁ ହସ ଖୁସିର ନୃତ୍ୟ କରନ୍ତି ସେ ନୃତ୍ୟକୁ ରାସ କୁହାଯାଏ। ଏହା ଜୀବନର ହସ ଖୁସିପୂର୍ଣ୍ଣ ନୃତ୍ୟ, ହସ ଖୁସିପୂର୍ଣ୍ଣ ମୁହୂର୍ତ୍ତ। ଏହା ଶରୀରର ନୃତ୍ୟ ଯାହା ହର୍ମୋନ୍କୁ ନେଇ ବା ମଦ ପିଇ ପାର୍ଟି ଡ୍ୟାନ୍ସକୁ ବୁଝାଇ ନଥାଏ। ରାସଲୀଳା ଜୀବନକୁ ନେଇ ଏକ ପରମ ଆନନ୍ଦର ଅନୁଭୂତିକୁ ବୁଝାଇଥାଏ ଏବଂ ତା'ର ଏକ ବାସ୍ତବ ଉପଲବ୍ଧିକୁ ବୁଝାଇଥାଏ। ରାସଲୀଳା ଦେହାତୀତ। ଏହା ପଞ୍ଚଭୂତ ଶରୀରର ଊର୍ଦ୍ଧ୍ୱରେ। ଏହା ମାନସ ରାଜ୍ୟରେ ଏକ ଦିବ୍ୟ ଅନୁଭବ, ଏକ ପରମ ଆନନ୍ଦ। ଏ ରାସଲୀଳା ଦ୍ୱାପର ଯୁଗର କଥା। ଏହି ରାସଲୀଳା ଯମୁନା ନଦୀ ତଟରେ ଥିବା ବୃନ୍ଦାବନରେ ନୀତି ସଂଗଠିତ ହେଉଛି। ଶ୍ରୀମନ୍ ନାରାୟଣ ତାଙ୍କର ଶ୍ରୀକୃଷ୍ଣ ଅବତାର ଧାରଣ କରି ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ଜୀବନର ରସ ଆସ୍ୱାଦନ କରୁଥିବାର ଖବର ଶ୍ରୀହରି ଅର୍ଥାତ୍ ଶିବଙ୍କ କାନରେ ପଡ଼ିଲା। ଶିବଙ୍କର ପ୍ରବଳ ଆଗ୍ରହ ହେଲା ରାସଲୀଳା ଦେଖିବା ପାଇଁ। ଶିବ ରାସଲୀଳା କ'ଣ ଜାଣନ୍ତି ନାହିଁ। ସେ ତାଣ୍ଡବ ନୃତ୍ୟ ଜାଣନ୍ତି। ସେ ଏକାନ୍ତରେ ବାସ କରନ୍ତି, ଜନଶୂନ୍ୟ ସ୍ଥାନରେ ଆଖି ବୁଜି ଧ୍ୟାନ କରନ୍ତି। ତାଙ୍କ ଚାରିଦିଗରେ କ'ଣ ଘଟୁଛି ତାଙ୍କୁ ଜଣାପଡ଼େନି। ସେ ଯେତେବେଳେ ତାଣ୍ଡବ କରନ୍ତି ତାଙ୍କୁ ଦେଖିବାକୁ କେହି ବି ନଥାନ୍ତି, କେହି ରହି ମଧ୍ୟ ପାରିବେନି। ତେଣୁ ଏ ରାସ ଏକ ନୂଆ ପ୍ରକାରର ନୃତ୍ୟ ବିଷୟ ଯେତେବେଳେ ଶିବ ଶୁଣିଲେ ଏବଂ ଜାଣିଲେ ଯେ ସେଥିରେ ପରମାନନ୍ଦ ପ୍ରାପ୍ତ ହେଉଅଛି, ସେ ତାହା ଦେଖିବାକୁ ମନ ବଳାଇଲେ। ଶିବ ଯମୁନା ନଦୀ ତଟରେ ପହଞ୍ଚିଲେ। ନଦୀ ସେପାଖରେ ବୃନ୍ଦାବନ। ନଦୀ ପାରି ହେବାକୁ ଚାହିଁଲେ। ନାଉରୀ ଶିବଙ୍କୁ ଚାହିଁ ରହିଲା, କାରଣ ଶିବ ଖୁବ୍ ଉଚ୍ଚତା ବିଶିଷ୍ଟ ମହାମାନବ ଥିଲେ। ଯୋଗ ବିଦ୍ୟା ପୁସ୍ତକମାନଙ୍କରେ ଦର୍ଶାଯାଇଛି ଶିବ ଥିଲେ 9 ଫୁଟ ଉଚ୍ଚର ମଣିଷ। ସାଧାରଣ ସ୍ତ୍ରୀ ଲୋକଙ୍କର ଉଚ୍ଚତାର 2 ଗୁଣ। ଶିବଙ୍କୁ ଦେଖି ନାଉରୀ କହିଲା, ତୁମେ ରାସକୁ ଯାଇପାରିବ ନାହିଁ। ତୁମେ ଯଥେଷ୍ଟ ଉଚ୍ଚ ଏବଂ ବଳିଷ୍ଠ ମହାମାନବ। ଏଭଳି ହୋଇ ତୁମେ ବୃନ୍ଦାବନର ରାସକୁ ଯାଇପାରିବ ନାହିଁ। ସେଠାରେ ଶ୍ରୀକୃଷ୍ଣ ହିଁ ଜଣେ ପୁରୁଷ, ବାକି ସବୁ ନାରୀ। ଶିବ ପଚାରିଲେ, ତେବେ ମୁଁ କ'ଣ କରିବି କୁହ? ନାଉରୀ କହିଲେ, ତୁମେ ନାରୀ ବେଶ ଧାରଣ କରି ରାସକୁ ଯାଇପାର। ନାରୀ ବେଶ ପାଇଁ ପୋଷାକ ଦରକାର। ଶିବ କହିଲେ, ମୁଁ ନାରୀ ପୋଷାକ କୁଆଡ଼ୁ ଆଣିବି? ନାଉରୀ ନାରୀ ପୋଷାକ ପାଇଁ ତା ସ୍ତ୍ରୀକୁ ପଚାରି ବୁଝିଲା, ହେଲେ ସ୍ତ୍ରୀର ତ ଏକମାତ୍ର ଶାଢ଼ୀ। ନାଉରୀ ଅତ୍ୟନ୍ତ ଗରିବ। ଶିବ ଅଡ଼ୁଆରେ ପଡ଼ିଲେ। ହେଲେ ସେହି ଏକମାତ୍ର ବସ୍ତ୍ର ଶିବଙ୍କୁ ଦେଇ ଶିବଙ୍କର ରାସଲୀଳା ମନୋବାଞ୍ଛା ପୂରଣ କରିଥିଲା ସେ ନାଉରୀର ସ୍ତ୍ରୀ। ଏ ଘଟଣାଟିକୁ ମନେ ରଖିବା ପାଇଁ ଆଜି ବି ମଧୁବନୀ ଚିତ୍ରକଳାରେ ଦେଖିବାକୁ ମିଳେ ସେ ଦୃଶ୍ୟ, ଯେଉଁଥିରେ ନାଉରୀର ସ୍ତ୍ରୀ କାନ୍ଥ ଆଢ଼ୁଆଳରେ ରହି ତା ବସ୍ତ୍ର ଶିବଙ୍କୁ ଅର୍ପଣ କରୁଛି ଏବଂ ଶିବ ତାକୁ ଗ୍ରହଣ କରୁଛନ୍ତି। ରାସଲୀଳାର ରସ ଆସ୍ୱାଦନ କରିବା ପାଇଁ ନିଜେ ଶିବ ସ୍ତ୍ରୀ ରୂପ ଧାରଣ ପୂର୍ବକ ବୃନ୍ଦାବନର ନିଧିବନକୁ ଆସିବାର କଥା ମଧୁବନୀ ଚିତ୍ରକଳାରେ ଦେଖିବାକୁ ମିଳେ। ବନ୍ଧୁଗଣ, ଶ୍ରୀକୃଷ୍ଣଙ୍କର ବିଷୟରେ ବହୁତ ସାରା ଭୁଲ ଧାରଣା ଆମର ରହିଛି। ସେଗୁଡ଼ିକୁ ଦୂରେଇ ଦେବା ଜରୁରୀ। ଶ୍ରୀକୃଷ୍ଣ ଜଣେ ରାଜା ଥିଲେ। ବ୍ରଜଭୂମିରେ ତାଙ୍କର କ୍ଷୀର ଲହୁଣୀ ବ୍ୟବସାୟ ଥିଲା। ସେ ବଣକୁ ଗାଈ ଚରାଇବାକୁ ଯାଉଥିଲେ। ବଂଶୀ ବଜାଇ ଗୋପୀମାନଙ୍କର ଚିତ୍ତହରଣ କରୁଥିଲେ।
ଗୋପୀମାନଙ୍କ ଗହଣରେ ରାସଲୀଳା କରୁଥିଲେ, ଫଗୁ ଖେଳୁଥିଲେ। ବିପଦ ସମୟରେ ବ୍ରଜବାସୀଙ୍କୁ ବହୁତ ସାରା ଦିବ୍ୟ ମ୍ୟାଜିକ୍ ଦେଖାଇ ଭଗବାନ ସାଜିଥିଲେ। ଯୁବାବସ୍ଥାରେ ବୃନ୍ଦାବନରୁ ଯାଇ ଦ୍ୱାରିକାରେ ରାଜା ହୋଇ ମହାଭାରତ ଯୁଦ୍ଧରେ ଗୀତା ଜ୍ଞାନ ଦେଇଥିଲେ ଇତ୍ୟାଦି ଇତ୍ୟାଦି। ମାତ୍ର ପ୍ରକୃତରେ ଶ୍ରୀକୃଷ୍ଣଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। 16 ବର୍ଷ ପର୍ଯ୍ୟନ୍ତ ବୃନ୍ଦାବନରେ ବାସ କଲା ପରେ ଯେବେ ଗୁରୁ ସନ୍ଦୀପନୀଙ୍କ ଠାରୁ ଜୀବନର ଅସଲ ଉଦ୍ଦେଶ୍ୟ ଜାଣିଲେ, ସେ ବୃନ୍ଦାବନ ତ୍ୟାଗ କଲେ। ଆଉ ଥରେ ହେଲେ ବୃନ୍ଦାବନ ଫେରିନଥିଲେ। କେଉଁ ବନ୍ଧୁ ପରିବାରଜନଙ୍କୁ ମଧ୍ୟ ଦେଖା କରିବାକୁ ଆସିନଥିଲେ। ତାଙ୍କର ସଖା ଗୋପୀମାନଙ୍କୁ, ଏପରିକି ଶ୍ରୀ ରାଧାଙ୍କୁ, ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ, ତାଙ୍କୁ ମଧ୍ୟ ଥରଟିଏ ମଧ୍ୟ ଦେଖା କରିନଥିଲେ। ହେଲେ ଆଜି ଆମେ କୃଷ୍ଣଙ୍କର ନାମ ପୂର୍ବରୁ ରାଧା କହୁଛୁ, ରାଧେ କୃଷ୍ଣ କହୁଛୁ। କାରଣ ରାଧା ଓ କୃଷ୍ଣଙ୍କର ପ୍ରେମ, ସେମାନଙ୍କର ନିବିଡ଼ତା, ସେମାନଙ୍କର ପ୍ରଣୟର ଗାଥା ଏଗୁଡ଼ିକ କେବଳ ଆମର ମାନସ ପଟରେ ଛାପି ହୋଇଯାଇଛି ଏବଂ ଆମର ସମ୍ପୂର୍ଣ୍ଣ ସଂସ୍କୃତିରେ ପ୍ରତିଫଳିତ ହୋଇ ଉଠୁଛି। ଏମିତି ହୋଇଯାଇଛି ଯେ ଆମେ ରାଧେ କୃଷ୍ଣ କହୁଛୁ। 16 ବର୍ଷ ବୟସରେ କୃଷ୍ଣ ରାଧାଙ୍କୁ ପ୍ରେମ କରିଥିଲେ ଏବଂ ତାହା ସ୍ୱଳ୍ପ ସମୟର ଥିଲା। କେବଳ ରାଧାଙ୍କ ପାଇଁ ଶ୍ରୀକୃଷ୍ଣ ବଂଶୀ ବଜାଇଥିଲେ। ରାଧାକୃଷ୍ଣଙ୍କର ରାସଲୀଳାରେ ବଂଶୀର ସ୍ୱର ମାଦକତା, ଦିବ୍ୟତା, ପବିତ୍ରତା ଓ ମୂର୍ଚ୍ଛନା ଭରି ଦେଇଥିଲା। ଜୀବନର ପରମ ଆନନ୍ଦର ଉତ୍ସ ଥିଲା ରାସଲୀଳା। ରାଧାଙ୍କ ଠାରୁ ବିଦାୟ ନେଲାବେଳେ ଶ୍ରୀକୃଷ୍ଣ ରାଧାଙ୍କୁ କହିଲେ, ଏ ବଂଶୀ ମୁଁ ତୁମ ପାଇଁ ବଜାଇଥିଲି। ବର୍ତ୍ତମାନ ମୁଁ ଯାଉଛି, ଆଉ ଫେରିବିନି। ତୁମେ ଏତେ ସୁନ୍ଦର ଓ ମୋର ଏତେ ପ୍ରିୟ ଯେ ପ୍ରେମର ଉପହାର ଭାବରେ ଏ ବଂଶୀକୁ ମୁଁ ତୁମକୁ ପ୍ରଦାନ କରୁଛି। ସେବେଠାରୁ ରାଧା ହିଁ ସେ ବଂଶୀକୁ ବଜାଉଥିଲେ। ସେହି 16 ବର୍ଷ ବୟସରେ ଶ୍ରୀକୃଷ୍ଣ ବ୍ରହ୍ମଚାରୀ ହୋଇ କଠୋର ସାଧନାରେ ରହିଲେ। ତା ପରବର୍ତ୍ତୀ ଜୀବନ କାଳରେ ତାଙ୍କର ରାଜନୀତି, ନ୍ୟାୟ ସଂସ୍ଥାପନା, ଆଧ୍ୟାତ୍ମିକ ମୂଲ୍ୟର ସ୍ଥାପନା, ଗୀତା ଜ୍ଞାନର ପ୍ରଚାର ଇତ୍ୟାଦିରେ କଟିଲା। ଶ୍ରୀକୃଷ୍ଣ ଏକ ସମୃଦ୍ଧି ରାଜ୍ୟ ଦ୍ୱାରିକାର ରାଜା ବନିଗଲେ। ଆଧୁନିକ ବିଶ୍ୱର ଅନେକ ଦେଶ ଦ୍ୱାରିକା ରାଜ୍ୟ ଅଧୀନରେ ଥିଲା। ଦ୍ୱାରିକା ନଗରୀ ଥିଲା ସେ ସମୟର ଏକ ବୃହତ୍ ଦେଶର ରାଜଧାନୀ। ଆଜି ମଧ୍ୟ ଗୁଜରାଟର ସମୁଦ୍ର ମଧ୍ୟରେ ଦ୍ୱାରିକା ନଗରୀର ଭଗ୍ନାବଶେଷ ଦେଖିବାକୁ ମିଳୁଛି। ଦ୍ୱାରିକା ନଗରୀ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ବନ୍ଧୁଗଣ, ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ଶ୍ରୀ ଠାକୁରଜୀଙ୍କୁ ଦର୍ଶନ କାଳରେ ବାରମ୍ବାର ପରଦା ଆଢ଼ୁଆଳରେ ରଖାଯାଏ। ଶ୍ରୀ ଠାକୁରଜୀ ନନ୍ଦଲାଲା ବଡ଼ ଚଞ୍ଚଳ ସ୍ୱଭାବର। ଏଠାରେ ଠାକୁରଜୀଙ୍କର ବାଲ୍ୟ ରୂପକୁ ପ୍ରକଟ କରାଯାଇଛି। ଛୋଟ ଛୁଆଙ୍କୁ ଯେପରି ଖରାପ ନଜର ଲାଗିଯାଏ, ସେହିଭଳି ଶ୍ରୀ ଠାକୁରଜୀଙ୍କର ଉପରେ ଲୋକଙ୍କର ନଜର ବେଶୀ ସମୟ କେମିତି ନ ଲାଗିବ, ସେଥିପାଇଁ ବାରମ୍ବାର ପୂଜାରୀମାନେ ପରଦା ପକାଇବାର ବିଧି ରହିଅଛି। ବୃନ୍ଦାବନ ବିହାରୀ ଶ୍ରୀ ଠାକୁରଜୀଙ୍କର ବାଲ୍ୟ ରୂପକୁ ଆଣ୍ଠୁଆ ଗୋପାଳ ବା ଲଡ଼ୁ ଗୋପାଳ ରୂପରେ ସାରା ଆର୍ଯ୍ୟବର୍ତ୍ତରେ ଘରେ ଘରେ ବହୁତ ଶ୍ରଦ୍ଧାରେ, ଭକ୍ତିରେ, ଦୈନନ୍ଦିନ ନୀତିକାନ୍ତିର ସହିତ ଲୋକେ ପୂଜାର୍ଚ୍ଚନା କରିଥାନ୍ତି। ମଇଲମ, ସକାଳ ଧୂପ, ଗୋପାଳ ବଲ୍ଲଭ ଭୋଗ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ ଏବଂ ରାତ୍ରିରେ ବଡ଼ସିଂହାର ବେଶ ଏଗୁଡ଼ିକ ପ୍ରତୀକାତ୍ମକ ଭାବରେ କରିବା ଦେଖାଯାଏ। ପ୍ରାତଃକାଳରେ ଭୋଗ ସହିତ ଜଳପାତ୍ର, ଦ୍ୱିପ୍ରହରରେ ଅନ୍ନ ବ୍ୟଞ୍ଜନ ସହିତ ଜଳ, ରାତ୍ରିରେ ନୈବେଦ୍ୟ ସହିତ ଜଳ ଭୋଗ କରିଥାନ୍ତି ଭକ୍ତଜନ। ଏହା କେବଳ ସ୍ତ୍ରୀ ଲୋକଙ୍କ ମଧ୍ୟରେ ସୀମିତ ନଥାଏ, ପୁରୁଷମାନେ ମଧ୍ୟ ଏହିପରି ନିଷ୍ଠା ରଖିଥାନ୍ତି ଶ୍ରୀ ଠାକୁରଜୀଙ୍କର ଠାରେ। ଏପରି ନିଆରା ଭକ୍ତି ପରମ୍ପରା ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ତଥା ଇସ୍କନ ସଂସ୍ଥାରେ ଜଡ଼ିତ ଥିବା ଲକ୍ଷ ଲକ୍ଷ ବିଦେଶୀ ଭକ୍ତ ମଧ୍ୟ ଏଭଳି ନିଷ୍ଠା ରଖିଥିବାର ଦେଖାଯାଏ। ଲଡ଼ୁ ଗୋପାଳ ବା ଆଣ୍ଠୁଆ ଗୋପାଳଙ୍କୁ ଜୀବନର ସାଥୀ କରି ସାରା ଜୀବନ ଅବିବାହିତ ରହିବା ମଧ୍ୟ ଏହି ବୃନ୍ଦାବନବାସୀ ଅଗଣିତ ନାରୀମାନଙ୍କୁ ଆମେ ଦେଖିବାକୁ ପାଉ। ପ୍ରତ୍ୟେକଙ୍କର ଜୀବନର କେନ୍ଦ୍ରବିନ୍ଦୁ ସତେ ଯେମିତି ଶ୍ରୀ ଠାକୁରଜୀ। ସାତ୍ତ୍ୱିକ ଆହାର, ସରଳ ନିଷ୍କପଟ ଭାବନା, ନାମ ସଂକୀର୍ତ୍ତନ, ନିରନ୍ତର ଭାଗବତ ପାଠ ଓ ସତ୍ସଙ୍ଗର ସାନ୍ନିଧ୍ୟ, ବ୍ରଜଭୂମିର କୋଣ ଅନୁକୋଣରେ ଶହ ଶହ ମନ୍ଦିର, ମଠ, ଆଶ୍ରମ, ଯମୁନା ନଦୀର ଜଳସମ୍ଭାର, ସୁସଜ୍ଜିତ କୋଳାହଳମୟ ନଦୀଘାଟ, ଏସବୁ ଯିଏ ସ୍ୱଚକ୍ଷୁରେ ଦେଖିଛନ୍ତି ଏବଂ ସେଠାରେ ରହି ଅନୁଭବ କରିଛନ୍ତି, ସେ ହିଁ ବୁଝିପାରିବେ ବୃନ୍ଦାବନ କ'ଣ। ବୃନ୍ଦାବନ ବିହାରୀ ଶ୍ରୀ ଠାକୁରଜୀ ଓ ଶ୍ରୀ କିଶୋରୀଜୀ ଶ୍ରୀରାଧାଙ୍କର ମହିମା ଏଠାରେ କେତେ ଗଭୀର ଓ ପ୍ରଭାବଶାଳୀ, ଏହା ଅନୁଭବର କଥା।
ଯାହା ଜୀବନରେ ଶ୍ରୀକୃଷ୍ଣ ଥରେ ଆସିଥାନ୍ତି ସାରା ଜୀବନ ସେହି ଭାବରେ ସେ ପ୍ରତିଷ୍ଠିତ ହୋଇଯାଆନ୍ତି, କେବେ ଛାଡ଼ିକି ଯାଆନ୍ତିନି। ଶ୍ରୀକୃଷ୍ଣ ଶବ୍ଦର ଅର୍ଥ କରିଷ୍ୟତି ଇତି କୃଷ୍ଣ। ଯିଏ ପ୍ରାଣୀର ହୃଦୟକୁ ଚରାଇ ନିଅନ୍ତି ସେ କୃଷ୍ଣ ଅଟନ୍ତି। ହୃଦୟ ଫେରାଇ ଦେବାର ବ୍ୟବସ୍ଥା ତାଙ୍କଠାରେ ନଥାଏ। କେବେ ପିତା, ମାତା, ବନ୍ଧୁ, ସଖା, ସ୍ୱାମୀ, ଭ୍ରାତା ରୂପରେ ଶ୍ରୀ ଠାକୁରଜୀ ହୃଦୟ କନ୍ଦରରେ ବସିଯାଆନ୍ତି। କଥାରେ ଅଛି, ଚିନ୍ତା କର ତ ମିଲେ ବିମାରୀ, ଚିନ୍ତନ କର ତ ମିଲେ ବିହାରୀ। ଅର୍ଥାତ୍ ଯାହାର ହୃଦୟରେ ବାଙ୍କେ ବିହାରୀ ବସିଯାଇଛନ୍ତି ସେଠାରେ ଭାଗବତ ଦିବ୍ୟ ଚିନ୍ତନ ଚାଲିବ ହିଁ ଚାଲିବ। ଜୀବନର ରସ ଆସ୍ୱାଦନରେ ଦିବ୍ୟ ଆନନ୍ଦ ପ୍ରାପ୍ତିରେ କେବେ କମ୍ ହେବ ନାହିଁ। ଯଦି ଶ୍ରୀକୃଷ୍ଣ ନାମରେ ଏତେ ମହିମା ଅଛି ତେବେ ଶ୍ରୀରାଧା ନାମରେ କ'ଣ ମହିମା ଊଣା ହୋଇଛି? ଆଦୌ ନୁହେଁ। ବାସ୍ତବରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଏକ ଏବଂ ଅଭିନ୍ନ। ଲୌକିକ ଦୁନିଆରେ ଶ୍ରେଷ୍ଠ ବନାଇବା ପାଇଁ ଜଣେ ଶ୍ରୀକୃଷ୍ଣ ଏବଂ ଅନ୍ୟ ଜଣେ ଶ୍ରୀରାଧା ଅର୍ଥାତ୍ ପୁରୁଷ ଓ ନାରୀ ରୂପ ଧାରଣ କରିଛନ୍ତି। ଲୀଳାରେ ରସ ବା ସୁଖକୁ ବୃଦ୍ଧି କରିବା ପାଇଁ ଦୁଇଟି ରୂପ ଧାରଣ କରିଛନ୍ତି। ପୁଣି ଲୀଳା ଅନୁସାରେ ଏକ ହୋଇ ମଧ୍ୟ ପ୍ରକଟ ହୋଇଛନ୍ତି। ତାଙ୍କର ଦୁଇଟି ରୂପ କୃଷ୍ଣ ଓ ରାଧା ମଧ୍ୟରେ ଯଦି ଏତେ ପ୍ରେମ ଥିଲା ତେବେ ବିବାହ କାହିଁକି କଲେନି? ଏଭଳି ପ୍ରଶ୍ନ ଲୋକେ ପଚାରନ୍ତି। ଏହାର ଉତ୍ତର ହେଲା, ବିବାହ ପାଇଁ ଦୁଇଟି ବ୍ୟକ୍ତି ଦରକାର। ଏଠାରେ ତ ଶ୍ରୀକୃଷ୍ଣ ଯିଏ, ଶ୍ରୀରାଧା ସିଏ। ବିବାହ ହେବ କିପରି? ଆପଣ ଏକ ଅଛନ୍ତି, ଆପଣ ଆପଣଙ୍କୁ ବିବାହ କିପରି କରିବେ? ଶ୍ରୀରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଶକ୍ତି। ଆଧ୍ୟାତ୍ମିକ ଦୃଷ୍ଟିରେ ସେମାନେ ଏକ ଏବଂ ଅଭିନ୍ନ। ଶକ୍ତିହୀନ ଶରୀର ଯେପରି ଶବ ବନିଯାଏ, ଶ୍ରୀରାଧା ବିନା ଶ୍ରୀକୃଷ୍ଣଙ୍କର ଅସ୍ତିତ୍ୱ ନଥାଏ। ସାଧାରଣ ମଣିଷ ବୁଝିବା ପାଇଁ ଲୌକିକ ଭାବେ ଶ୍ରୀରାଧା ନାରୀ ରୂପରେ ଏବଂ ଶ୍ରୀକୃଷ୍ଣ ପୁରୁଷ ରୂପରେ ବ୍ୟକ୍ତ ହୋଇଛନ୍ତି। ଯେପରି ପୁରୁଷତ୍ୱ ବା ମାସ୍କୁଲାଇନ୍ ଏବଂ ନାରୀତ୍ୱ ବା ଫେମିନାଇନ୍ର ମିଳନରେ ପୂର୍ଣ୍ଣତା ଆସିଥାଏ, ସେମିତି ଏଠାରେ ମନୁଷ୍ୟର ପୂର୍ଣ୍ଣତା ରାସ ବା ଜୁସ୍ ଅଫ୍ ଲାଇଫ୍ ବା ଜୀବନର ରସରେ ନିହିତ ଥାଏ। ସେଥିପାଇଁ ତ ରସରେ ମନୁଷ୍ୟର ପରମାନନ୍ଦ ଲୁଚି ରହିଥାଏ। ଏ ବୃନ୍ଦାବନ ରାସର ଭୂମି। ସେଥିପାଇଁ ତ ଏ ପରମାନନ୍ଦର ସନ୍ଧାନରେ କୋଟି କୋଟି ମନୁଷ୍ୟ ଆତ୍ମା ବୃନ୍ଦାବନକୁ ଆସି ନିଜ ଜୀବନ କାଳରେ ଜୀବନର ରସ ବା ରାସକୁ ଅନୁଭବ କରନ୍ତି। ବନ୍ଧୁଗଣ, ବୃନ୍ଦାବନର ମହିମା ଗାନ ଏକ ସମୟ ସାପେକ୍ଷ ବିଷୟବସ୍ତୁ। ଏହାର ମହିମା ଗାନରେ ଭୁଲ ଥିଲେ ଶ୍ରୀ ଠାକୁରଜୀଙ୍କୁ ମୁଁ କ୍ଷମା ପ୍ରାର୍ଥନା କରିନେଉଛି। ଆଶା ଆପଣମାନେ ଏ ବୃନ୍ଦାବନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଛନ୍ତି ଏବଂ ବୃନ୍ଦାବନ ବିଷୟରେ ଆହୁରି ଅଧିକ ଜାଣିବାର ଜିଜ୍ଞାସା ରଖିବେ। ରାଧେ ରାଧେ। ଜୟ ବାଙ୍କେ ବିହାରୀ। ଜୟ ଜଗନ୍ନାଥ।